ମିଥୁନ ରାଶିର ଭାଇ ଭଉଣୀମାନଙ୍କର ଏ ଯେଉଁ ଆମର କୁମ୍ଭ ସଂକ୍ରାନ୍ତି ହେବ, କୁମ୍ଭରୁ ମୀନ ଫେବୃଆରୀ 12 ମାର୍ଚ୍ଚ 13 ରବି ରହିବେ କୁମ୍ଭ ରାଶିରେ। ମିଥୁନ ରାଶିର ଭାଇ ଭଉଣୀମାନଙ୍କର ରବି ହେବେ ନବମ ରବି ହେବେ। ସେ ନିଜ ରାଶି ସିଂହ ରାଶି କି ତୃତୀୟ ସ୍ଥାନକୁ ସପ୍ତମ ଦୃଷ୍ଟିରେ ଦେଖୁଛନ୍ତି। ସେ କ'ଣ ଫଳ ଦେବେ ତା କହିବା ଯେ ମିଥୁନ ରାଶି ନବମ ରବି ତୃତୀୟ ଦୃଷ୍ଟିରେ ରହିଲେ ସାହସ ବଢ଼ିବ। ଯଦି ସାନ ଭାଇ ସହିତ ବିଗିଡ଼ି ଯାଇଥିବା ସମ୍ପର୍କ ସାନ ଭାଇ ସହିତ ଯୋଡ଼ି ହେବ। ସାନ ଭାଇ ଯଦି ହଜି ଯାଇଥିବ, ସାନ ଭାଇ ଯଦି ମୁଣ୍ଡ ଦୋଷ ଥିବ, ସାନ ଭାଇ ଯଦି ଦୁଷ୍ଟ ହୋଇଥିବ, ସେ ବାଟକୁ ଆସିବ। କିଛି ଅସୁବିଧା ନାହିଁ। କାହାକୁ ଗୋଟେ ଉପଦେଶ ଦେଇକରି ଆପଣ କାର୍ଯ୍ୟ ବି କରିବେ। ଦୂରଯାତ୍ରା ହେବ। ନୂଆ ଧରଣର ମୋବାଇଲ କିଣା ହେବ, ବଡ଼ ମୋବାଇଲ କିଣା ହେବ। ଏଥିରେ ଟିକେ ଉଲମିଲବ ନାହିଁ। ଇଲେକ୍ଟ୍ରିକ୍ ପାର୍ଟ ଜିନିଷ କିଛି ଘରକୁ ଆସିବ। ଇଲେକ୍ଟ୍ରିକ୍ ଜିନିଷ ଏଥିରେ କିଛି ଟିକେ ଅସୁବିଧା ନାହିଁ। ବିଶେଷ କରି ମିଥୁନ ରାଶିର ଭାଇ ଭଉଣୀମାନେ ବି ରବିର ଶୁଭଫଳ ପାଇବେ 170%। କିଛି ଅସୁବିଧା ନାହିଁ। ଫେର ଦେଖିବା ଅଲଗା ରାଶି।